କବିତା ତପସ୍ୱିନୀର ପତ୍ର କବି ଗଙ୍ଗାଧର ମେହେର। ଆଜିର ଡିସ୍କସନ୍ କରିବା ଘ ନମ୍ବର କ୍ୱେଶ୍ଚିନ୍। ପ୍ରତି ପ୍ରଶ୍ନର ମୂଲ୍ୟ ହେଉଛି 3 ନମ୍ବର। ଲେଖା ଓ ଲେଖକଙ୍କ ପାଇଁ 1 ନମ୍ବର, ଉତ୍ତର ପାଇଁ 2 ନମ୍ବର। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଉପରେ କବି ଓ କବିତାର ନାମ ରହିବ। ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲେ, କବିତାର ନାମ ଓ କବିର ନାମ। ଆମେ ଯିବା ପ୍ରଶ୍ନ ନମ୍ବର 1। ତପସ୍ୱିନୀ ସୀତା କାହାକୁ ପତ୍ର ଲେଖିଥିଲେ ଓ କାହିଁକି? କବି ହେଉଛନ୍ତି ଗଙ୍ଗାଧର ମେହେର, କବିତା ହେଉଛି ତପସ୍ୱିନୀର ପତ୍ର। ତପସ୍ୱିନୀ ସୀତା ପ୍ରଭୁ ରାମଚନ୍ଦ୍ରଙ୍କ ପାଖକୁ ବିଜୟ ପତ୍ର ଲେଖିଥିଲେ। ରାମ ହୃଦୟ ଜ୍ୟେତ୍ସ୍ନା ବୈଦେହୀ ସୀତା ଶୁଣିବାକୁ ପାଇଛନ୍ତି ଯେ ଅଯୋଧ୍ୟାର ନରପତି ରଘୁବୀର ରାମଚନ୍ଦ୍ର ଅଯୋଧ୍ୟାରେ ଯଜ୍ଞ କରୁଛନ୍ତି। ଯଜ୍ଞ କାର୍ଯ୍ୟ ପତ୍ନୀ ବିନା ଅସମ୍ଭବ। ତେଣୁ ସୀତାଙ୍କ ମନରେ ରାମଚନ୍ଦ୍ରଙ୍କର ପ୍ରତି ସନ୍ଦେହ ଜାତ ହୋଇଥିଲା। ରାମଚନ୍ଦ୍ର ହୁଏତ ଦ୍ୱିତୀୟ ପତ୍ନୀ ବରଣ କରିଥାଇ ପାରନ୍ତି ବୋଲି ସୀତା ଅନୁମାନ କରିଥିଲେ। ତେଣୁ ସୀତା ରାମଚନ୍ଦ୍ରଙ୍କୁ ଏକ ନିବେଦନ ପତ୍ର ଲେଖିଥିଲେ। କ୍ୱେଶ୍ଚିନ୍ ନମ୍ବର 2। ରାମଚନ୍ଦ୍ରଙ୍କର ଯଜ୍ଞ କରୁଥିବା କଥା ଶୁଣି ସୀତା କେଉଁ ପ୍ରସଙ୍ଗରେ ନିଶ୍ଚିତ ହୋଇଥିଲେ? କବି ଗଙ୍ଗାଧର ମେହେର, କବିତା ତପସ୍ୱିନୀର ପତ୍ର। ସୀତା ଯେତେବେଳେ ରାମଚନ୍ଦ୍ରଙ୍କ ଦ୍ୱାରା ନିର୍ବାସିତ ହୋଇ ବାଲ୍ମୀକି ଆଶ୍ରମରେ ତପସ୍ୱିନୀ ଭାବରେ ରହିଥିଲେ, ସେତେବେଳେ ସେ ରାମଚନ୍ଦ୍ରଙ୍କର ଯଜ୍ଞ କରୁଥିବା କଥା ଶୁଣିଥିଲେ। ଯଜ୍ଞ କାର୍ଯ୍ୟ ପତ୍ନୀ ବିନା ସମ୍ଭବ ନୁହେଁ ବୋଲି ସେ ଜାଣିଥିଲେ। ଯେହେତୁ ରାମଚନ୍ଦ୍ର ଯଜ୍ଞ କାର୍ଯ୍ୟ କରୁଛନ୍ତି, ସେଥିପାଇଁ ସେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିବା କଥା ସୀତା ନିଶ୍ଚିତ ହୋଇଥିଲେ। କ୍ୱେଶ୍ଚିନ୍ ନମ୍ବର 3। ମୋହି ତପସ୍ୱିନୀ ମୋତେ ନ କରିବ ହେୟ, ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି? କବି ହେଉଛନ୍ତି ଗଙ୍ଗାଧର ମେହେର, କବିତା ହେଉଛି ତପସ୍ୱିନୀର ପତ୍ର। ଦାନର ବାରିଧି ରୂପେ ଶ୍ରୀରାମଙ୍କୁ ବର୍ଣ୍ଣନା କରି ଏବଂ ନିଜକୁ ତପସ୍ୱିନୀ ରୂପେ ସୀତା ଚିତ୍ରଣ କରି କହିଛନ୍ତି ଯେ ଶ୍ରୀରାମଙ୍କ ନିଜର ତପସ୍ୱୀମାନଙ୍କୁ କିଛି ଅଦେୟ ନଥାଏ। ତେଣୁ ସତୀ ସୀତା ଜଣେ ତପସ୍ୱିନୀ ହୋଇଥିବାରୁ ତାଙ୍କୁ ହେୟ ବିବେଚନା ନ କରିବାକୁ ସେ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଛନ୍ତି। କ୍ୱେଶ୍ଚିନ୍ ନମ୍ବର 4। ସୀତା ପତ୍ର ଲେଖି ରାମଚନ୍ଦ୍ରଙ୍କ ଠାରୁ କେଉଁ ତପସ୍ୟା ଓ ମନ୍ତ୍ର ବିଷୟରେ ଜାଣିବାକୁ ଚାହିଁଥିଲେ? କବି ହେଉଛନ୍ତି ଗଙ୍ଗାଧର ମେହେର, କବିତା ହେଉଛି ତପସ୍ୱିନୀର ପତ୍ର। ଶ୍ରୀରାମଚନ୍ଦ୍ର ଅଯୋଧ୍ୟାରେ ଯଜ୍ଞ କରୁଥିବା କଥା ଶୁଣି ମୁନି ଆଶ୍ରମରେ ତପସ୍ୱିନୀ ଭାବରେ ଜୀବନ ବିତାଉଥିବା ସୀତା ନିଶ୍ଚିତ ହୋଇଥିଲେ ଯେ ରାମଚନ୍ଦ୍ର ନିଶ୍ଚୟ ପତ୍ନୀ ଗ୍ରହଣ କରିଛନ୍ତି। ତେଣୁ ସେ ରାମଚନ୍ଦ୍ରଙ୍କୁ ପତ୍ର ଲେଖି ତାଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ ନବଭାମା ପୂର୍ବେ କେଉଁଭଳି ତପସ୍ୟା କରିଥିଲା ଓ କେଉଁ କାଳ କେଉଁ ମନ୍ତ୍ର ଜପ କରି ତାଙ୍କୁ ପତି ରୂପେ ପାଇ ପାରିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍ ନମ୍ବର 5। ନିଜର ପୁତ୍ରମାନଙ୍କର କେଉଁ ଅସହ୍ୟତା ବିଷୟରେ ସୀତା ପତ୍ର ମାଧ୍ୟମରେ ସ୍ୱାମୀଙ୍କୁ ଲେଖିଥିଲେ? ନା, କବି ଗଙ୍ଗାଧର ମେହେର, କବିତା ତପସ୍ୱିନୀର ପତ୍ର। ନିଜର ପୁତ୍ରମାନଙ୍କର ଅସହାୟତା ବିଷୟରେ ସ୍ୱାମୀଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ। ଦୁଃଖିନୀର ପୁତ୍ର ଦ୍ୱୟ ଅତ୍ୟନ୍ତ ଅବୋଧ। ସେମାନେ ଜନ୍ମ କାଳରୁ ପିତୃ ଅନୁରାଗ ଜାଣନ୍ତି ନାହିଁ। ସେମାନଙ୍କ ଭାଗ୍ୟରେ ପିତୃକୋଳ ଆରୋହଣର ଭାଗ୍ୟ ନାହିଁ। ଶ୍ରୀରାମଚରିତରେ ବିମୋହିତ ହୋଇ ତାଙ୍କର ପଦପଙ୍କଜ ଦର୍ଶନ କରିବାକୁ ଯାଉଥିବାର ସୀତା ଲେଖିଥିଲେ। କ୍ୱେଶ୍ଚିନ୍ ନମ୍ବର 6। କାହିଁକି ସୀତାଙ୍କ ପ୍ରେମକୁ ରାମଚନ୍ଦ୍ର ସ୍ୱପ୍ନ ପରି ମନେ କରିବେ ବୋଲି ସେ ଲେଖିଛନ୍ତି? କବି ହେଉଛନ୍ତି ଗଙ୍ଗାଧର ମେହେର, କବିତା ହେଉଛି ତପସ୍ୱିନୀର ପତ୍ର। ଶ୍ରୀରାମଚନ୍ଦ୍ର ରାମାୟଣର କରୁଣ କାହାଣୀ ଶ୍ରବଣ କରି ଯଦି ସୀତାଙ୍କୁ ସ୍ମରଣ କରନ୍ତି, ସୀତାଙ୍କର ସ୍ମୃତି ଯଦି ତାଙ୍କୁ ପୁଣି ବ୍ୟଥିତ କରେ ଓ ଚିତ୍ରପଟ ପରି ଅତୀତର ଘଟଣା ବୋଲି ତାଙ୍କୁ ଭାବପ୍ରବଣ କରିଦିଏ, ତେବେ ସୀତାଙ୍କର ଗୋଟିଏ ପ୍ରେମକୁ ଗୋଟାଏ ରାତିର ସ୍ୱପ୍ନ ବୋଲି ସେ ଭୁଲିଯିବେ। କ୍ୱେଶ୍ଚିନ୍ ନମ୍ବର 7। ତପସ୍ୱିନୀ ସୀତାଙ୍କର ସନ୍ଦେହାଚ୍ଛନ୍ନ ଭାବରେ ପରିଚୟ ଦିଅ। କବି ହେଉଛନ୍ତି ଗଙ୍ଗାଧର ମେହେର, କବିତା ହେଉଛି ତପସ୍ୱିନୀର ପତ୍ର। ତପସ୍ୱିନୀ ସୀତା ମୁନି ଆଶ୍ରମରେ ଥିବା ସମୟରେ ଶୁଣିବାକୁ ପାଇଛନ୍ତି ଯେ ଅଯୋଧ୍ୟାରେ ସ୍ୱାମୀ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ କରାଉଛନ୍ତି। ଯଜ୍ଞ କାର୍ଯ୍ୟରେ ପତ୍ନୀର ଆବଶ୍ୟକତା ରହିଛି। ଯେହେତୁ ତାଙ୍କ ନିକଟରେ ସେ ଉପସ୍ଥିତ ନାହାନ୍ତି, ତେଣୁ ସ୍ୱାମୀ ତାଙ୍କର ଦ୍ୱିତୀୟ ପତ୍ନୀ ଗ୍ରହଣ କରିଛନ୍ତି ବୋଲି ତାଙ୍କ ମନରେ ସନ୍ଦେହ ଜାତ ହୋଇଛି। ଅଭିମାନ କରି ସେ ସ୍ୱାମୀଙ୍କୁ ପତ୍ର ଲେଖି ତାଙ୍କ ପ୍ରେମକୁ ସ୍ୱପ୍ନ ପରି ମନେ କରି ଭୁଲିଯିବାକୁ ନିବେଦନ କରିଛନ୍ତି। ଲାଷ୍ଟ କ୍ୱେଶ୍ଚିନ୍ ନମ୍ବର 8। ଯାଉଛନ୍ତି ଶିଶୁଦ୍ୱୟ ମହର୍ଷି ସହିତ, କିଏ କାହା ସହିତ କୁଆଡ଼େ ଯାଉଛନ୍ତି ବୋଲି କୁହାଯାଇଛି? କବି ହେଉଛନ୍ତି ଗଙ୍ଗାଧର ମେହେର, କବିତା ହେଉଛି ତପସ୍ୱିନୀର ପତ୍ର। ସତୀ ସୀତା ନିର୍ବାସିତା ହୋଇ ବାଲ୍ମୀକି ମହର୍ଷିଙ୍କ ଆଶ୍ରମରେ ତପସ୍ୱିନୀର ଜୀବନ ଅତିବାହିତ କରୁଥିଲେ। ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଆୟୋଜିତ ଯଜ୍ଞକୁ ବାଲ୍ମୀକି ଆମନ୍ତ୍ରିତ ହୋଇଥିଲେ। ତାଙ୍କ ସହିତ ସୀତାଙ୍କ ପୁତ୍ର ଲବ ଓ କୁଶ ଅଯୋଧ୍ୟା ଯାତ୍ରା କରିଥିଲେ। ତେଣୁ ଯାଉଛନ୍ତି ଶିଶୁଦ୍ୱୟ ମହର୍ଷି ସହିତ ବୋଲି କୁହାଯାଇଛି। ନା, ତାଙ୍କ ଶିଶୁଦ୍ୱୟ ବାଲ୍ମୀକିଙ୍କ ସହିତ ଯାଇଥିଲେ।
ନେକ୍ସଟ ଭିଡ଼ିଓରେ ଲଙ୍ଗ କୋଶ୍ଚିନ୍ ଦେଖିବା।